ବାଦଲ ଭାଇ ତୁମକୁ ମୁଁ କ'ଣ କହିବି? ମୋ ସ୍ୱାମୀ ମୋ ତିନି ଝିଅ ସହ ମୋତେ ଘରୁ ବାହାର କରିଦେଲେ। ତାପରେ ମୁଁ ଯେମିତି ସେମିତି ଗୋଟିଏ ମାଟିର ଘର କରିଥିଲି। ଆଉ ଭଗବାନ ତାକୁ ବି ମୋ ଠାରୁ ଛଡ଼ାଇ ନେଲେ। ବର୍ଷା ହେବା ଦ୍ୱାରା ମୋ ମାଟିର ଘର ଧୋଇ ନେଲା। ମୁଁ ମୋ ପିଲାମାନଙ୍କୁ ଗଛ ଡାଳରେ ଛାଡ଼ିକି ବସା ତିଆରି କରିବି ବୋଲି କାଠି କଟା ଯୋଗାଡ଼ କରିବା ପାଇଁ ଯାଇଥିଲି। ତାପରେ ସେଇଠି ସେ ଦୁଷ୍ଟ ଚିଲ ମୋ ଉପରେ ହାମଲା କରିଦେଲା। ତାପରେ ମୁଁ ସେ ଚିଲଠାରୁ କିଛି ସମୟ ମାଗିକି ଆସିଛି ମୋ ପିଲାମାନଙ୍କୁ ମୁଁ ଖାଇବା ଦେଇକି ଆଉ ସେମାନଙ୍କୁ ଟିକେ ଦେଖିକି ଆସିବି। ଏସବୁ ଶୁଣିକି ବବୁଲ ବାଦଲ ବହୁତ ମନ ଦୁଃଖ କରିଲା। ରାନୁ ଭଉଣୀ ମୋତେ କ୍ଷମା କରିଦେବ। ମୋ ପାଇଁ ତମର ମାଟିର ଘର ଭସେଇ ନେଲା। ମୁଁ ଜାଣିନଥିଲି ସେ ଓଦା ମାଟିରେ ତମେ ତୁମ ତିନି ଛୁଆକୁ ନେଇକି ରହୁଛ ବୋଲି। ନହେଲେ ମୁଁ ସେଇଠାରେ କେବେ ବି ବର୍ଷା କରେଇ ନଥାନ୍ତି। ତୁମେ ଚିନ୍ତା କର ନାହିଁ, ମୁଁ ସବୁ ଠିକ୍ କରିଦେବି। ରାନୁ ଚଢ଼େଇ ତୁମେ ରହିବା ପାଇଁ ମୁଁ ତୁମକୁ ଗୋଟେ ଯାଦୁଇ ଫଳର ଘର ଦେବି। ଆଉ ସେଇଥିରେ ତୁମେ ତୁମ ତିନି ଝିଅକୁ ନେଇକି ସେଇଠାରେ ଆରାମସେ ରହିପାରିବ। ଏସବୁ କହିକି ବବୁଲ ବାଦଲ ରାନୁ ଚଢ଼େଇକି ଗୋଟିଏ ଯାଦୁଇ ଫଳର ଘର ଦେଇଦେଲା। ଏସବୁ ଦେଖିକି ରାନୁ ଚଢ଼େଇ ବହୁତ ଖୁସି ହେଇଗଲା। ଆଉ ସେ ଘରଟି ବିଭିନ୍ନ ପ୍ରକାର ଫଳରେ ତିଆରି ହେଇଥିଲା। ବାଦଲ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।